ମାନେ ବର୍ତ୍ତମାନ ଆମେ ଆଉ ଗୋଟେ ନୂଆ ଛନ୍ଦ ବିଷୟରେ ଜାଣିବା। ଛନ୍ଦଟିର ନାଁ ହେଉଛି ନଟବାଣୀ ବା ବିଭାସ କେଦାର। ଏଥିରେ ଦୁଇଟି ପାଦରେ ଗୋଟିଏ ପଦ ହୁଏ। ପ୍ରତିଟି ପାଦର ଅକ୍ଷର ସଂଖ୍ୟା ହେଉଛି 12। ମନେ ରଖିଥିବ, ଏହାର ଦୁଇ ପାଦରେ ଗୋଟିଏ ପଦ ହୁଏ, ପ୍ରତି ପାଦର ଅକ୍ଷର ସଂଖ୍ୟା ହେଉଛି 12। ପ୍ରତି ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ଉପରେ ଯତିପାତ ହୁଏ। ଆମେ ଉଦାହରଣଟେ ନେବା। ଚିଲିକା କାବ୍ୟ, ରାଧାନାଥ ରାୟ। ଉତ୍କଳ ରହିଲି, ଟିକେ ଯତିପାତ ହେଲା। କମଳା, ପୁଣି ଟିକେ ରହିଲି। ବିଳାସ ଦୀର୍ଘିକା, ବିଳାସ ପାଖରେ ରହିଲି, ଦୀର୍ଘିକା ପାଖରେ ମଧ୍ୟ ରହିଲି। ସେଭଳିଆ ମରାଳ ମାଳିନୀ ନୀଳାମ୍ବୁ ଚିଲିକା, ନୁହେଁ କି? ତ କେମିତି ୟାକୁ ଯଦି ପଢ଼ିବା କେମିତି ହେବ? ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ତାହେଲେ କୋଉଠି କୋଉଠି ଯତିପାତ ହେଉଛି? ତୃତୀୟ, ଷଷ୍ଠ, ନବମ ଏବଂ ଦ୍ୱାଦଶ ବା ଶେଷ ଅକ୍ଷର ଉପରେ ଯତିପାତ ହେଉଛି।